हेलो माय डियर स्टूडेंट्स। आज आम भिडियो देखा क्लास 9 रो एफएलओ जोटा ओडिया रही प्रथम भाषा ओडिया तार केतरा इंपोर्टेंट ऑब्जेक्टिव क्वेश्चन एमसीक्यू। तो फर्स्ट क्वेश्चन है लक्ष्मीकांत महापात्र केउ विषय रे अनेक उच्चांग कविता रचना करिसंती। उत्तर है आध्यात्मिक और देशात्म बोधक। यशोदा श्रीकृष्ण को कौन खाइबाकू दउतिले? पाचिला कदली। ओडिशार जनमानस रे मधुसूदन राव केउ कवि भावे परिचित? उत्तर है भक्त कवि। আজি কলমର ଧାର କିପରି ହୋଇଯାଇଛି ବୋଲି କବି ଭାବିଛନ୍ତି? ଉତ୍ତର ହେଲା ମୁଣ୍ଡା। କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି? ଉତ୍ତର ହେଲା ଯୁଗାନ୍ତ ମୃତ୍ୟୁ ରଜ୍ଜୁ। କବି ରାଜା ଧନିକ ବଣିକମାନଙ୍କୁ କାହା ସାଥିରେ ଚାଲିବା ପାଇଁ ନିବେଦନ କରିଛନ୍ତି? ଉତ୍ତର ହେଲା ଗୋପବନ୍ଧୁଙ୍କ ଶବ ସହିତ। ଅତୀତର ଲକ୍ଷ୍ୟ ବୀର ଗାଥା ବୁକୁ ତଳେ ଧରି କିଏ ପଡ଼ି ରହିଛି? ଉତ୍ତର ହେଲା ବୀରମାଟି। କବି ରାଧାମୋହନ ତାଙ୍କ କବିତାରେ ମଣିଷଙ୍କୁ କେଉଁ ମଣିଷ ବୋଲି ଅଭିହିତ କରିଛନ୍ତି? ଉତ୍ତର ହେଲା ମାଟିର ମଣିଷ। କେଉଁ ମାଟିକୁ ନିମିଷେ ଚାହିଁଲେ ରକ୍ତ ତାତିଯାଏ? ଉତ୍ତର ହେଲା ବୀରମାଟିକୁ। ଯନ୍ତ୍ର ସର୍ବଦା ମଥା ତୋଳି କିପରି ଛିଡ଼ା ହୋଇଅଛି? ଉତ୍ତର ହେଲା ରୁଦ୍ର ଦାନବ ପରି। ଡାହାଳ କୁକୁରଟି କଥା କହିପାରୁଥିଲେ ମହାବଳ ବାଘ ଆଡ଼କୁ ଝପଟି ଯିବାର ଉଦ୍ଦେଶ୍ୟ ସମ୍ପର୍କରେ କ'ଣ କହନ୍ତା? ଜୀବନ ବିନିମୟରେ ଜାତିର ମାନବବୃଦ୍ଧି କରିବା କଥା କହନ୍ତା। ମାନବୃଦ୍ଧି କରିବା କହନ୍ତା। ନେକ୍ସଟ 12 ନମ୍ବର। ଆଜି ଭାରତରେ କେଉଁ କ୍ରମେ ନଷ୍ଟ ହୋଇଯାଉଛି? ପ୍ରାଦେଶିକ ସ୍ୱତନ୍ତ୍ରତା। ପ୍ରାଦେଶିକ ସ୍ୱତନ୍ତ୍ର। କାହାର ଆଚରଣ 13 ନମ୍ବର କ୍ୱେଶ୍ଚିନ୍। କାହାର ଆଚରଣ ଯୋଗେ ଅନେକ ପିତାମାତା ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ? ଝିଅର। ନେକ୍ସଟ 14। ପଦାଧିଷ୍ଠାଜନିତ ବନ୍ଧୁମାନେ କେତେବେଳେ ଭଟ୍ଟା ପଡ଼ିଯିବେ? ଉତ୍ତର ହେଲା ପଦବୀରୁ ଯିବା ପରେ। ନେକ୍ସଟ 15 ନମ୍ବର। କର୍ମଣ୍ୟେହି ସଂସିଦ୍ଧିମା ସ୍ଥିତା ଜନକାଦୟଃ। ଏହା ଶ୍ରୀମଦ୍ ଭାଗବତ ଗୀତାର କେଉଁ ଅଧ୍ୟାୟରେ ଲେଖା ଅଛି? ଉତ୍ତର ହେଲା କର୍ମଯୋଗ ଅଧ୍ୟାୟରେ। 16 ନମ୍ବର। ପଡ଼ିଆରେ ଗୋରୁ ଚରାଉଥିବା ଗାଈ ଜଗାଳିମାନେ ବର୍ଷା ସମୟରେ କେଉଁଠାରେ ଆଶ୍ରୟ ନିଅନ୍ତି? ଉତ୍ତର ହେଲା ଝେଙ୍କାଳିଆ ଗଛ ତଳେ। ଅଭିମନ୍ୟୁ ସାମନ୍ତସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ? ସେ ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ। ମଣିଷ ନିଜର ଆତ୍ମଗରିମା ଓ ଆତ୍ମଶ୍ଳାଘା ନେଇ କାହାକୁ ହେୟଜ୍ଞାନ କରିଛି? ଦୁର୍ବଳତାକୁ ହେୟଜ୍ଞାନ କରିଛି। 19 ନମ୍ବର। ପ୍ରାଚୀନ ଯୁଗର ଜଣେ ନାରୀ କବିଙ୍କ ନାମ ଲେଖ। ଉତ୍ତର ହେଲା ବୃନ୍ଦାବତୀ ଦାସୀ। ଭାରତରେ କେଉଁ ଉପନିବେଶର ବୃଦ୍ଧି ଘଟିଲା? ଆର୍ଯ୍ୟ। ଉତ୍ତର ହେଲା ଆର୍ଯ୍ୟ। 21 ନମ୍ବର। କେଉଁ ଦିନକୁ ପହିଲି ରଜ କୁହାଯାଏ? ରଜ ଆଗ ଦିନକୁ। କେଉଁଟି ଥିଲା ରାଜବାହାଦୁରଙ୍କ ଏକାନ୍ତ ନିଜସ୍ୱ? ଉତ୍ତର ହେଲା ଡ୍ରୟାର ଟେଷ୍ଟିସ୍। ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କେଉଁ ଉପାଧି ପାଇଥିଲେ? ରାୟବାହାଦୁର। କିଏ ନୀରବ ପ୍ରାର୍ଥନାରେ ତାଙ୍କୁ ଜିହ୍ୱାହୀନ ଭାବେ ଜନ୍ମ ଦେବାକୁ ଠାକୁରଙ୍କୁ ନିବେଦନ କରିଛନ୍ତି? ପଣ୍ଡିତେ। କିଏ କ୍ଷିପ୍ର ଗତିରେ ରଡ଼ି କରି ଲକ୍ଷ୍ମୀଙ୍କୁ ଅନୁଧାବନ କଲେ? ପଣ୍ଡିତେ। ଗାଁ ମୁଣ୍ଡରେ କେଉଁମାନେ ଘେରାଉ କରି ବସିଛନ୍ତି? ଫୌଜ। ମୁଁ ଏ ମୁଣ୍ଡକୁ ପାଣି ଛିଡ଼େଇଲି ଏକଥା କିଏ କହିଥିଲେ? ଦଳବେହେରା। ମୁଁ ଏ ମୁଣ୍ଡକୁ ପାଣି ଛଡ଼େଇଲି ଏକଥା କିଏ କହିଥିଲେ? ଉତ୍ତର ହେଲା ଦଳବେହେରା। ନେକ୍ସଟ 28। ଗୁରିଆ ବିମଳ ବାବୁଙ୍କ ଘରେ କାମ ନ କରି ଚାଲିଯିବାକୁ କାହିଁକି କହୁଥିଲା? କାମ କରି ନ ପାରିବାରୁ। କାହାକୁ ବୁଲା ରୋଗ ଧରିଲାଣି ବୋଲି ସୁମିତ୍ରା ଦେବୀ କହିଥିଲେ? 29 ନମ୍ବର କ୍ୱେଶ୍ଚିନ୍। ଉତ୍ତର ହେଲା ହରେନ୍ଦ୍ର ବାବୁଙ୍କୁ। ବଡ଼ ଝିଅ ସବୁବେଳେ ବେକରେ କ'ଣ ପକାଇ ବୁଲୁଛି ବୋଲି ବିମଳ ବାବୁ କହିଛନ୍ତି? ଷ୍ଟେଥୋସ୍କୋପ। ଉତ୍ତର ହେଲା ଷ୍ଟେଥୋସ୍କୋପ। କେଉଁଟି ବୃତ୍ତି ଅର୍ଥରେ ଇ ପ୍ରତ୍ୟୟ ଯୁକ୍ତ ହୋଇ ଗଠିତ ହୋଇଥିବା ଶବ୍ଦ ନୁହେଁ? ଚାକିରି, ଡାକ୍ତରୀ, କଂସାରୀ, ମୁକ୍ତାରୀ। ଉତ୍ତର ହେଲା କଂସାରୀ। ଶିବାନୀ ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି? ଏଠାରେ ଆନି ପ୍ରତ୍ୟୟ ପ୍ରୟୋଗ କରାଯାଇଛି। କୁଲବୁଡ଼ା ଶୁଦ୍ଧ ବ୍ୟାସ ବାକ୍ୟଟି ବାଛ। ଉତ୍ତର ହେଲା କୁଲ ବୁଡ଼ାଏ
ଯେ ସେ ହେଲା କୁଲବୁଡ଼ା। ନେକ୍ସଟ 34 ଜଳଦ ସମାସର ନାମ ଲେଖ। ଉପପଦ ତତ୍ପୁରୁଷ ସମାସ। ପ୍ରତ୍ୟର୍ପଣ ଏହି ଅର୍ଥ ପ୍ରକାଶ କରୁଥିବା ଶବ୍ଦଟି ବାଛ। ଉତ୍ତର ହେଲା ପ୍ରତିଦାନ। କ୍ରିୟାପଦର ମୂଳ ରୂପକୁ କ'ଣ କହନ୍ତି? କ୍ରିୟାପଦର ମୂଳ ରୂପକୁ ଧାତୁ କହନ୍ତି। ମୌଳିକ ଶବ୍ଦ ତଥା ଧାତୁକୁ କ'ଣ କୁହାଯାଏ? ପ୍ରକୃତି। ଇ ବା ଇ ପରେ ଇ ବା ଇ ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ଥିଲେ ଇ ବା ଇ ସ୍ଥାନରେ କ'ଣ ହୁଏ? ୟ ହୁଏ। ଉତ୍ତର ହେଲା ୟ। ସୂଚୀ ଯୁକ୍ତ ଅଗ୍ର ସନ୍ଧି କଲେ କ'ଣ ହବ? ଉତ୍ତର ହେଲା ଡି ସୂଚାଗ୍ର। ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କ'ଣ ହୁଏ? ବିସର୍ଗ ସ୍ଥାନରେ ସ ହୁଏ। ଅଣହଳଦିଆ ବ୍ୟାସ ବାକ୍ୟଟିକୁ ବାଛି ଲେଖ। ନ ହଳଦିଆ ଅଣହଳଦିଆ। ନୀର ଲିପି ଅ କ'ଣ ହବ? ଏ ହବ ନିର୍ଲେପ। ଉତ୍କଳ ଏଠାରେ ଉତ୍ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଏଠାରେ ଉତ୍କର୍ଷ ଅର୍ଥରେ ବ୍ୟବହୃତ ହୋଇଛି। ଡେକ୍ସ ଯୁକ୍ତ ନ ପ୍ରଶ୍ନ। ପ୍ରଶ୍ଚ ଯୁକ୍ତ ନ ପ୍ରଶ୍ନ। ହିଂସ୍ର ଏଠାରେ ଥିବା ପ୍ରତ୍ୟୟଟି ଚିହ୍ନାଅ। ପ୍ରତ୍ୟୟ ହେଲା ର। ରାଧାଙ୍କର ପୁତ୍ର ଏକ ପଦରେ କ'ଣ ହବ? ରାଧେୟ। ରାଧାଙ୍କ ପୁତ୍ର ରାଧେୟ। ଆତିଥେୟ ଏଠାରେ କେଉଁ ଅର୍ଥରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି? ଏଠାରେ ହିତାର୍ଥରେ ବା ହିତାର୍ଥରେ ଏୟ ପ୍ରତ୍ୟୟ। ଆଧାରାଧିକରଣ କେତେ ପ୍ରକାର? ଏହା ତ୍ରିବିଧ। ଗଛରେ ଫୁଲ ଫୁଟିଛି ରେଖାଙ୍କିତ ପଦଟି କେଉଁ ଅଧିକରଣ ଉଦାହରଣ? ଗଛରେ ଫୁଲ ଫୁଟିଛି। ଉତ୍ତର ହେଲା ଏକଦେଶିକ ଆଧାରାଧିକରଣ। ନେକ୍ସଟ ଲାଷ୍ଟ କ୍ୱେଶ୍ଚିନ୍ ତିଳରେ ତେଲ ଥାଏ ରେଖାଙ୍କିତ ପଦର ଯଥାର୍ଥ କାରକଟି ବାଛ। ଉତ୍ତର ହେଲା ଅଭିବ୍ୟାକ ଆଧାରାଧିକରଣ। ଏଇଟା ଥିଲା 50ଟା MCQ କ୍ଲାସ୍ 9ର ଓଡ଼ିଆର।